ପିତୃଦୋଷର ଲକ୍ଷ୍ୟ କ'ଣ? ପିତୃଦୋଷ ଯେତେବେଳେ ଆମେ ପିତୃଙ୍କୁ ସ୍ମରଣ କରିନଥାନ୍ତୁ, ତାଙ୍କୁ ତିଳ ତର୍ପଣ କି ଶ୍ରାଦ୍ଧ କି ପିଣ୍ଡଦାନ ଆମେ ଯେତେବେଳେ ନ କରିଥାଉ, ସେତେବେଳେ ପିତୃଦୋଷ ଲାଗିଥାଏ। ତ ପିତୃଦୋଷର ଲକ୍ଷ୍ୟ କ'ଣ? ଆପଣ କେମିତି ଜାଣିବେ ଯେ ପିତୃଦୋଷ ଆପଣଙ୍କ ପାଖରେ ଅଛି? ଯଦି ଆପଣଙ୍କ ଜୀବନରେ ବାରମ୍ବାର ପାରିବାରିକ ସମସ୍ୟା ଲାଗି ରହୁଛି, ଘରେ ମାନେ ଝଗଡ଼ା, କଳି ଝଗଡ଼ା, ଶାନ୍ତି ରହୁନାହିଁ, ତ ତାହେଲେ ଜାଣିବେ ଯେ ଆପଣଙ୍କ ପିତୃଦୋଷ ଲାଗିଛି। ତା ସହିତ ଆପଣଙ୍କ ସନ୍ତାନ ସମସ୍ୟା, ଗର୍ଭଧାରଣ କରୁଛନ୍ତି କିନ୍ତୁ ରହୁନାହିଁ, ମିସକ୍ୟାରେଜ୍ ହେଇଯାଉଛି ଆପଣଙ୍କୁ। ତା ସହିତ ମାନେ ଯେତେ ଚେଷ୍ଟା କଲେ ମଧ୍ୟ ଆପଣଙ୍କ ସନ୍ତାନରେ ବିଲକୁଲ ରହୁନାହିଁ, ତାହେଲେ ସନ୍ତାନ ସମସ୍ୟା ଯଦି ଲାଗି ରହୁଛି ତାହେଲେ ପିତୃଦୋଷ ମଧ୍ୟ ରହୁଛି। ଆର୍ଥିକ ଅଭାବ, ଯଦି ଆପଣ ଯେତେ ଧନ ଆସିଲେ କିନ୍ତୁ ଆପଣଙ୍କ ସେ ଧନ ରହୁନାହିଁ, ସବୁ ଖର୍ଚ୍ଚ ହେଇଯାଉଛି, ତାହେଲେ କରଜ ବଢ଼ିଯାଉଛି, ଧାର ଉଧାର ବଢ଼ିଯାଉଛି, ଆର୍ଥିକ ବାଧା ରହୁଛି, ତାହେଲେ ପିତୃଦୋଷର ମଧ୍ୟ ଲକ୍ଷଣ ରହୁଛି। ଆପଣ ସ୍ୱାସ୍ଥ୍ୟ ସମସ୍ୟା କି ଆପଣଙ୍କର ପରିବାରର ସ୍ୱାସ୍ଥ୍ୟ ସମସ୍ୟା ଯଦି ସବୁବେଳେ ଲାଗି ରହୁଛି, ତାହେଲେ ମଧ୍ୟ ପିତୃଦୋଷ ମଧ୍ୟ ଲାଗି ରହୁଛି। କୁଣ୍ଡଳୀରେ ସଂକେତ, ଯଦି ଆପଣଙ୍କ କୁଣ୍ଡଳୀରେ ପିତୃଦୋଷ ରହୁଛି ତାହେଲେ ଆପଣଙ୍କୁ ମଧ୍ୟ ପିତୃଦୋଷ ଲାଗି ରହୁଛି। ତା ସହିତ ଆପଣଙ୍କ ସ୍ୱପ୍ନର ସଂକେତ, ଯଦି ସ୍ୱପ୍ନରେ ଆପଣ ପୂର୍ବଜଙ୍କୁ ବାରମ୍ବାର ଦେଖୁଛନ୍ତି, ସେମାନେ କାନ୍ଦିବାର ଦେଖୁଛନ୍ତି, ଗଙ୍ଗା ନଦୀ ବାରମ୍ବାର ଦେଖୁଛନ୍ତି, ତାହେଲେ ତାହାର ଅର୍ଥ ହେଉଛି ଆପଣଙ୍କୁ ପିତୃଦୋଷ ଲାଗିଛି।